ଖଣ୍ଡାୟତ କ୍ଷେତ୍ରୀୟ ମହାସଭାର ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର। ନିଖିଳ ଉତ୍କଳ ଖଣ୍ଡାୟତ କ୍ଷେତ୍ରୀୟ ମହାସଭା ଇସ୍ପାତ ନଗର କମିଟି ରାଉରକେଲା ଓ ହାଇଟେକ୍ ମେଡ଼ିକାଲ କଲେଜର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି ସେକ୍ଟର 3 ସ୍ଥିତ ଖଡ଼ଗ ଭବନଠାରେ। ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ଶିବିରକୁ ମହାସଭାର ସଭାପତି ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଶତାଧିକ ବ୍ୟକ୍ତିଙ୍କ ଚକ୍ଷୁ, ବ୍ଲଡ଼ ସୁଗାର, ସାଧାରଣ ସ୍ୱାସ୍ଥ୍ୟ, ଗ୍ୟାଷ୍ଟ୍ରିକ୍ ସମସ୍ୟା, ଅସ୍ଥି ସମସ୍ୟା ସମ୍ପର୍କରେ ଚିକିତ୍ସା କରାଯାଇଥିଲା। ହାଇଟେକ୍ ମେଡ଼ିକାଲ କଲେଜର ମହାପ୍ରବନ୍ଧକ ସୁଭାଶିଷ ତ୍ରିପାଠୀ ଓ ଅଙ୍କିତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡାକ୍ତର ନିଶିକାନ୍ତ ସାହୁ, ଡାକ୍ତର ନିର୍ମାଲ୍ୟ ପ୍ରସାଦ ନାୟକ, ଡାକ୍ତର ଜୟ ଜଗନ୍ନାଥ, ଡାକ୍ତର ସୁମନ୍ତ ବେହେରା, ଡାକ୍ତର ମୋନିକା ଦାସ, ଡାକ୍ତର ସ୍ମିତା ମହାନ୍ତି, ଡାକ୍ତର ଶ୍ରୁତି ସୌରଭ ମହାପାତ୍ର, ଡାକ୍ତର ଜୟନ୍ତ ନନ୍ଦ ଓ ସହାୟକ ଭାବେ ମଧୁସ୍ମିତା ବିଶ୍ୱାଳ, ଦେବାଶିଷ ବେହେରା, ପାବନୀ ପ୍ରଜ୍ଞା ପାଣିଗ୍ରାହୀ, ଲଳିତା ତିର୍କି, ପ୍ରୀତି କେର୍କେଟା, ସୁଷମା ତନ୍ତୀ ପ୍ରମୁଖ ଯୋଗ ଦେଇ ସମସ୍ତଙ୍କୁ ପରୀକ୍ଷା ସହ ଆବଶ୍ୟକ ସ୍ଥଳେ ମାଗଣା ଔଷଧ, ଚଷମା ଓ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ରବି ପରିଡ଼ା, ଜଗନ୍ନାଥ ରାଉତ, ଶମ୍ଭୁନାଥ ପରିଡ଼ା, ନାରାୟଣ ସାମଲ, ସ୍ୱପ୍ନା ଭଞ୍ଜଦେଓ, ସସ୍ମିତା ପ୍ରଧାନ, ରାଧାଶ୍ୟାମ ପରିଡ଼ା, ସୁବ୍ରତ ମଲ୍ଲିକ, ପିପି ରାୟ, ଗଙ୍ଗାଧର ନାୟକ, ନାରାୟଣ ମହାଳିକ, ଅବନୀ ବଳ, ଗିରିଶ ଶତପଥୀ, କିଶୋର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।